ପିଲାମାନେ ସମସ୍ତଙ୍କୁ ଆଉ ଗୋଟିଏ ନୂଆ ଭିଡ଼ିଓରେ ସ୍ୱାଗତ ୱେଲକମ୍। ଆଜି ଆମେ ପଢ଼ିବା ଷଷ୍ଠ ଶ୍ରେଣୀର ବିଜ୍ଞାନର ଦଶମ ଅଧ୍ୟାୟ ଦୈର୍ଘ୍ୟ ଓ ଦୂରତାର ମାପନ। ତାହାର ଆଲୋଚନା ଆମର ସରିଯାଇଥିଲା ପିଲାମାନେ। ଯେଉଁମାନେ ସେ ଭିଡ଼ିଓ ଦେଖିବାକୁ ଚାହୁଁଛ ଆମର ପ୍ଲେଲିଷ୍ଟକୁ ଯାଇ ମଧ୍ୟ ଦେଖିପାରିବ। 1 ନମ୍ବର କହୁଛି ଉତ୍ତର ଦିଅ। ଦେଖ 1 ନମ୍ବରର କ ଦେଖିବା। ତା ଆଗରୁ ମୁଁ ଟିକେ କହି ରଖିବି, ଆମର ସହିତ ଯୋଡ଼ି ରହିବାକୁ ଚାହୁଁଛ ତାହେଲେ ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ଇଜି ଲର୍ଣ୍ଣିଂ ଓଡ଼ିଆକୁ ସବସ୍କ୍ରାଇବ୍ କରିକି ରଖିବ ପିଲାମାନେ। ଯାହାଫଳରେ ଆଗରେ ଯେତେ ସବୁ ସୁନ୍ଦର ସୁନ୍ଦର ଭିଡ଼ିଓ ଆସିବ ତୁମକୁ ସହଜରେ ମିଳିଯିବ। ଠିକ୍ ଅଛି ପିଲାମାନେ, 1 ନମ୍ବର କରିବା। ଗୋଟିଏ କୂଅର ଗଭୀରତା ଓ ସେଥିରେ ଥିବା ପାଣିର ଗଭୀରତା ଆମେ କିପରି ମାପିପାରିବା ତା ବିଷୟରେ ଆମେ କହିବା। ଦେଖ ମୁଁ ଆଗରୁ ଲେଖିଦେଇଛି, ଗୋଟିଏ ଲମ୍ବା ବାଡ଼ି ନେଇ କୂଅ ଭିତରକୁ ବୁଡ଼ାଅ, ଯେପରି ବାଡ଼ିଟି କୂଅର ନିମ୍ନ ଦେଶରେ ସ୍ପର୍ଶ କରିବ, ତଲକୁ ପୁରା ଛୁଇଁ ପଡ଼ିବ। କୂଅର ଶୀର୍ଷ ଦେଶରୁ ବାଡ଼ି ଟିକେ ଗାର ଦ୍ୱାରା ଚିହ୍ନି ଦେବ, ତାହାକୁ କାଢ଼ିକି ଯେଉଁଠିରେ ପାଣି ଥିବ ତାହାକୁ କାଢ଼ିଦେବ ଆଉ ଚିହ୍ନ ଦେଇଦେବ। ବାଡ଼ିଟି କୂଅରୁ ବାହାର କରି ପାଣିଟିରେ ଥିବା ଅଂଶରେ ଗାର ଦେଇଦେବ। ଗାର ଦେଇଦେଲା ପରେ କ'ଣ କରିବ, ବାଡ଼ିରେ ଯେଉଁ ପ୍ରାନ୍ତଟି ପାଣିରେ ବୁଡ଼ିଥିଲା ସେ ପ୍ରାନ୍ତଠାରୁ ପାଣି ଥିବା ଗାର ପର୍ଯ୍ୟନ୍ତ ମିଟର ସ୍କେଲରେ ମାପିଲେ ଆମେ ତାହାର ଗଭୀରତା ଜାଣିପାରିବା। ଦେଖ ଏମିତି ଯଦି ଆମେ ବାଡ଼ିଟେ କାଢ଼ିଦେବା, ଏପର୍ଯ୍ୟନ୍ତ ମନେକର ଆମର ପାଣି ବୁଡ଼ିକି ରହିଥିଲା, ତା ଭିତରେ କ'ଣ କରିବା, ମିଟର ସ୍କେଲଟିକୁ ରଖିଦେବା ଆଉ 0ରୁ କେତେ ମିଟର ପର୍ଯ୍ୟନ୍ତ ଅଛି ତାହା ଆମେ ଦେଖିକରି ଜାଣିପାରିବା। ସେମିତି ଆମେ ଖ ନମ୍ବର କରିବା। ଦେଖ ଖ ନମ୍ବର କହୁଛି ଗଛର ଗଣ୍ଡିର ଗୋଲେଇ କେମିତି ଆମେ ମାରିପାରିବା। ଦେଖ ଗୋଲେଇ ଏମିତି ଥାଏ ପିଲାମାନେ, ଏମିତି ଗୋଲେଇକୁ ଆମେ କିପରି ମାପିପାରିବା। ଗୋଟେ ଲମ୍ବା ସୂତା ନେଇ ଏହାକୁ ଗଛର ଗଣ୍ଡିରେ ଚାରିପାଖରେ ଆମେ ବୃତ୍ତାକାରରେ ଏମିତି ଗୋଲେଇ କରି ଗୁଡ଼େଇ ଦେବା। ତାପରେ ସୂତାର ପ୍ରାନ୍ତ ବିନ୍ଦୁରେ ଲମ୍ବା ସୂତାକୁ ମିଶାଇ ଧରି ସେଠାରେ ଏକ ଚିହ୍ନ ଦେଇଦେବା ବା ଗୋଟେ ଗଣ୍ଠିଟିଏ ବାନ୍ଧିଦେବା। ସୂତାର ଚିହ୍ନିତ ସ୍ଥାନରୁ ସୂତାର ଯେଉଁ ପ୍ରାନ୍ତରୁ ସୂତାକୁ ଗୁଡ଼ାଇ ଆରମ୍ଭ କରିଛେ ସେ କ'ଣ କରିବା, ଗୋଟିଏ ମିଟର ସ୍କେଲକୁ ନେଇ ତାହାକୁ ଆମେ କାଢ଼ିକି ମାପିଦେବା। ଏମିତି 0 ପାଖରେ ରଖି ଯେଉଁ ପର୍ଯ୍ୟନ୍ତ ହୋଇଗଲା ତାହା ଆମେ ସେତେ ମିଟର ବା ସେତେ ସେଣ୍ଟିମିଟର ଯେତେରେ ଅଛି ସେଥିରେ ଆମେ ଜାଣିପାରିବା ପିଲାମାନେ। ଗ ନମ୍ବର ଦେଖିବା। ଗ ନମ୍ବର କହୁଛି ଗୋଟିଏ ଉତ୍ତପ୍ତ ପିନ୍ କଣ୍ଟାର ଦୈର୍ଘ୍ୟ ଆମେ କେମିତି ମାପିବା। ଦେଖ ତୁମେ ଜାଣିଥିବ ପିଲାମାନେ, ଯେଉଁ ପାର୍ଶ୍ୱରେ ଥିବା ଡିଭାଇଡରକୁ ନେଇ ତୁମେ ଏହାକୁ ଖାଲି ଉତ୍ତପ୍ତ କଣ୍ଟାର ଏମିତି ରଖିକି ତାହାକୁ ଆମେ 2 ମୁଣ୍ଡରେ ଯଦି ରଖିଦେବା ତାହେଲେ ଆମେ ଜାଣିପାରିବା ଯେ ତାହାର କେତେ ଅଛି, ଯେଉଁଠୁ ଆରମ୍ଭ ହୋଇଛି ଆଉ ଯେଉଁଠୁ ଶେଷ ହୋଇଛି ତା ପର୍ଯ୍ୟନ୍ତ ଆମେ ରଖିଦେବା। ଏମିତି ବର୍ତ୍ତମାନ କ'ଣ କରିବା, ଉତ୍ତପ୍ତ ପିନ୍ କଣ୍ଟାର ଦୈର୍ଘ୍ୟ ସେଣ୍ଟିମିଟର କିମ୍ବା ମିଟରରେ ଆମେ ମାପିପାରିବା। ଏମିତି ଦେଖ ସେ ଉତ୍ତପ୍ତ ଥିଲା, ତାହାକୁ ଆମେ 0ରୁ ଏ ପର୍ଯ୍ୟନ୍ତ ରଖିଦେବା ଡିଭାଇଡରକୁ, ଆଉ ତାହାକୁ ଆମେ ନେଇକି ମିଟର ସ୍କେଲରେ କିମ୍ବା ସେଣ୍ଟିମିଟର ସ୍କେଲରେ ଆମେ ମାପିପାରିବା। ସେମିତି ଦେଖ ଆଉ କ'ଣ ଦେଇଛି ଦେଖିବା। ଦେଖ ଏଇଟା ଏମିତିକି ମାପିବାର ସେଟା ତୁମର ସଠିକ୍ ପ୍ରଣାଳୀ ବୁଝେଇଦେଲି। ଏବେ ଘ ନମ୍ବର ଦେଖିବା। ତୁମର ପକ୍କା ସ୍କୁଲ ଘରର ଉଚ୍ଚତା ଆମେ କିପରି ମାପିବା। ଦେଖ ଗୋଟିଏ ଲମ୍ବା ସରୁ କାଠ ବାଡ଼ିଟିଏ ନିଅ, ଯାହାର ଲମ୍ବା ଘରଠାରୁ ବେଶୀ ହୋଇନଥିବ, ତାଠାରୁ କମ୍ ହେଇଥିବ। ଏହାର ଏକ କୋଣରେ ଛାତକୁ ଲଗାଇ ବାଡ଼ିଟିକୁ କାନ୍ଥରେ ଲଗାଇକି ଧରିବ ପିଲାମାନେ। ଆଉ ଯେମିତିକି ଏମିତି କୋଣ ଥିବ, କୋଣରୁ ତଳରୁ ଉପରକୁ ଏମିତି ବାଡ଼ିରେ ଧରିବ। ବାଡ଼ିର ପ୍ରାନ୍ତରେ ଏକ ଚକ୍ କଡ଼ିରେ ଗାରଟିଏ ଦେଇଦେବୁ। ଗାରଠାରୁ ଚଟାଣର ଦୂରତା ଆମେ ମିଟର ସ୍କେଲରେ ଆମେ ମାପିଦେବା। ଯେ ପର୍ଯ୍ୟନ୍ତ ଏମିତି ଗାର ହୋଇଥିବ ତାହାକୁ ଆମେ ମିଟର ସ୍କେଲରେ ଏମିତି କରିକି 0ରୁ ଯେ ପର୍ଯ୍ୟନ୍ତ ଥିବ ସେ ପର୍ଯ୍ୟନ୍ତ ଆମେ ତାହାର ସେଣ୍ଟିମିଟର କିମ୍ବା ମିଟରରେ ତାହାକୁ ଆମେ ମାପିପାରିବା। ଦେଖ ପିଲାମାନେ ସେମିତି 2 ନମ୍ବର କ'ଣ କହୁଛି ଦେଖ। 2 ନମ୍ବର କହୁଛି ଦୁଇଟି ଠିକ୍ କିମ୍ବା ଭୁଲ ଥିବା ଲେଖ ବୋଲছে। କ ନମ୍ବର କହୁଛି ଦୁଇଟି ସହର ମଧ୍ୟରେ ଦୂରତାକୁ ଆମେ ମିଟର ଏକକରେ ପ୍ରକାଶ କରାଯାଏ। এটা ସମ୍ପୂର୍ଣ୍ଣ ଭାବେ ଭୁଲ ପିଲାମାନେ। କ ନମ୍ବରର ଭୁଲ ହେବ। ଦୁଇଟି ସହର ମଧ୍ୟରେ ଦୂରତା ଥିବାକୁ ଆମେ କେମିତି ମାପିବା ପିଲାମାନେ, ତାହାକୁ ଆମେ କିଲୋମିଟର ଏକକରେ ମାପିବା। ତାହାକୁ ଆମେ କିଲୋମିଟର ଏକକରେ ମାପିବା। ସେଥିପାଇଁ କ ନମ୍ବର ଉକ୍ତିଟି ଭୁଲ ହେବ ପିଲାମାନେ। ଦେଖ ମିଟର ହେବନି, ଏଇଟା କିଲୋମିଟର ହେବ। ସେମିତି ଖ ନମ୍ବର ଦେଖିବା। ମାନକ ମାପର ଆମର ଆବଶ୍ୟକତା ନାହିଁ। ମାନକ ମାପର ଆମର ଆବଶ୍ୟକତା ଅଛି ପିଲାମାନେ, ସେଥିପାଇଁ ଏଇଟା ବି ଭୁଲ ହେବ। ସେମିତି ଦେଖିବା ପିଲାମାନେ, କାହିଁକି ନା ଆମେ ମାନକ ମାପର ଅନେକ ଜାଗାରେ ଅନେକ ଆବଶ୍ୟକତା ରହିଛି। ଗ ନମ୍ବର ମାପ ନେଲା ବେଳେ ଆଖୁଟି
ମାପନ ବିନ୍ଦୁର ଆଖି ଅଛି ପିଲାମାନେ, ଏଇଟା ମାପନ ବିନ୍ଦୁର ଭୂଲମ୍ବରେ ରହିବା ଉଚିତ। ଏଇଟା ଠିକ କଥା, ଠିକ ଜାଗାରେ ରହିଲେ ଆମର ଠିକ ମାପଟି ଆସିପାରିବ। ସେମିତି 3 ନମ୍ବର କରିବା ପିଲାମାନେ। 3 ନମ୍ବର କହୁଛି ତଳେ ଦିଆଯାଇଥିବା ଦୈର୍ଘ୍ୟର ଏକକକୁ ବଡ଼ରୁ ସାନ କ୍ରମରେ ସଜାଇ ଲେଖ। ପ୍ରଥମେ ବଡ଼ କୋଉଟା ହେବା? ସେଣ୍ଟିମିଟର, ମିଲିମିଟର, କିଲୋମିଟର, ଡେସିମିଟର। ବଡ଼ ବେଲେ ଆଗ କିଲୋମିଟର ଆସିଯିବ ପିଲାମାନେ। ତ ଆଉ କ'ଣ ଲେଖିବା? ଆଗ ଲେଖିବା ଆମେ କିଲୋମିଟର। କିଲୋମିଟର ପରେ କ'ଣ ଆସିବ? ଡେସିମିଟର ନା ସେଣ୍ଟିମିଟର ନା ମିଲିମିଟର? ଆମେ ଜାଣିବା ପିଲାମାନେ କିଲୋମିଟର ପରେ ତାଠାରୁ ଛୋଟ ଆସିବ ଡେସିମିଟର। ତାପରେ ଲେଖିଦେବା ଡେସିମିଟର ଲେଖିଦେବା। ଡେସିମିଟର ପରେ କୋଉଟା ଆସିବ ପିଲାମାନେ? ସେଣ୍ଟିମିଟର ନା ମିଲିମିଟର? ତାପରେ ଦେଖ ସେଣ୍ଟିମିଟର ଆସିବ। ଦେଖ ତାପରେ ସେଣ୍ଟିମିଟର ଆମେ ଲେଖିଦେବା। এটা ଆମେ ବଡ଼ରୁ ଛୋଟ ଲେଖୁଛି ପିଲାମାନେ। ତମେ ଛୋଟରୁ ବଡ଼ କଲେ ଏହାର ଠିକ ଓଲଟା ହେବ, ସେଇଥିପାଇଁ ଲାଷ୍ଟରେ ଆସିବ ଆମର ମିଲିମିଟର। ସବୁଠାରୁ ଆମର ଛୋଟ ଏକକ ହେଲା ମିଲିମିଟର ଏ ଚାରିଟା ମଧ୍ୟରେ। ଠିକ ଅଛି ପିଲାମାନେ, ଆଶା କରୁଛି ଭଲ ଭାବରେ ବୁଝିପାରିଥିବ। ଏବେ ଏହାର 4 ନମ୍ବର କରିବା। 4 ନମ୍ବର କ'ଣ ଅଛି ଦେଖ? ଦରଜୀ ବ୍ୟବହାର କରୁଥିବା ମାପଫିତା ଏବଂ ସ୍କେଲ ମଧ୍ୟରେ ସାମଞ୍ଜସ୍ୟ ଏବଂ ପାର୍ଥକ୍ୟ ଲେଖ। ତା ଭିତରେ ସାମଞ୍ଜସ୍ୟ କ'ଣ ଅଛି, ପାର୍ଥକ୍ୟ କ'ଣ ଅଛି ଦେଖ। ସାମଞ୍ଜସ୍ୟ ହେଲା ଦରଜୀ ବ୍ୟବହାର କରୁଥିବା ମାପଫିତା ଓ ସ୍କେଲ ଉଭୟର ଦୈର୍ଘ୍ୟର ମାପ ସମାନ, ଦୈର୍ଘ୍ୟର ହିଁ ମାପ କରାଯାଏ। ଏଥିରେ ମଧ୍ୟ ଦୈର୍ଘ୍ୟ ମାପି ପାରିବା, ଆଉ ମାପଫିତାରେ ମଧ୍ୟ ଆମେ ଦୈର୍ଘ୍ୟ ମାପି ପାରିବା। ଯେକୌଣସି ଜିନିଷର ଦୈର୍ଘ୍ୟ ମାପିବା ପାଇଁ ଏ ଦୁଇଟା ବ୍ୟବହାର କରାଯାଏ। ସେମିତି ପାର୍ଥକ୍ୟ କ'ଣ ମାପିବା? ସେଠି ପାର୍ଥକ୍ୟ କ'ଣ ଦେଖିବା? ଦରଜୀ ବ୍ୟବହାର କରୁଥିବା ମାପଫିତାରେ କ'ଣ ଗୋଲେଇ ମାପି ହୁଏ, କିନ୍ତୁ ସ୍କେଲରେ କ'ଣ ମାପି ହୁଏ? ସିଧା ଏମିତି ଲମ୍ବା ଜିନିଷ ହିଁ ମାପି ହେଇଥାଏ। କିନ୍ତୁ ଦରଜୀରେ ଆମେ ମାପ କରୁଥିବାକୁ ଆମେ ଲମ୍ବା ଜିନିଷ ବି ମାପି ପାରିବା, କିନ୍ତୁ ସ୍କେଲରେ ଗୋଲେଇ ଜିନିଷ ଆମେ ମାପି ପାରିବା ନାହିଁ। ସେମିତି ଆମେ 5 ନମ୍ବର କରିବା ପିଲାମାନେ। ଆମର ବାହୁର ଦୈର୍ଘ୍ୟକୁ କାହିଁକି ଦୂରତାର ଏକକ ରୂପେ ଆମେ ବ୍ୟବହାର କରିପାରିବା ନାହିଁ? ଦେଖ ଜାଣିଛେ ଆମେ ପିଲାମାନେ ସବୁ ମଣିଷର ବାହୁର ଦୈର୍ଘ୍ୟ ସମାନ ନୁହେଁ। କାହାର ଛୋଟ ହେଇଥାଏ ତ କାହାର ବଡ଼ ହେଇଥାଏ। ତମର ଏତେ ବଡ଼ ହେଇଥିବ, ମୋର ଏତେ ଛୋଟ ହେଇଥିବ, ତାର ଆଉ ଜଣଙ୍କର ଏତେ ଛୋଟ ବି ହେଇଥିବ। ସେଇଥିପାଇଁ ଆମେ କ'ଣ କରିବା? ବାହୁର ଦୈର୍ଘ୍ୟକୁ ଆମେ କ'ଣ ସମାନ ହେଇନଥିବାରୁ ତାହାକୁ ଆମେ ଦୂରତାର ଏକକ ରୂପେ ନେଇପାରିବା ନାହିଁ। ସେମିତି ଦେଖିବା ପିଲାମାନେ। ଦେଖ 5 ନମ୍ବର ହେଇଗଲା। ଏବେ 6 ନମ୍ବର କରିବା। 5.3 ମିଟରକୁ ଆମେ ସେଣ୍ଟିମିଟରରେ ପ୍ରକାଶ କରିବା ପିଲାମାନେ। ଆମେ ମିଟର ଆଉ ସେଣ୍ଟିମିଟରର ଜାଣିଛେ କେତେ? 1 ମିଟରକୁ କେତେ ପିଲାମାନେ? 100 ସେଣ୍ଟିମିଟର। ତ ସେ ଲେଖିଦେବା ପ୍ରଥମେ 1 ମିଟର ସମାନେ 100 ସେଣ୍ଟିମିଟର ବୋଲି। ସେମିତି 5.3 ମିଟରକୁ କେତେ ହେବ? 5.3 ଗୁଣନ 100 କେତେ ଆସିଯିବ ପିଲାମାନେ? 5.3 ଗୁଣନ 100, 5ରେ ଯଦି 100 ଗୁଣନ କଲେ 500, ଆଉ 3ରେ ଗୁଣନ କଲେ 30। ସେମିତି 530 ସେଣ୍ଟିମିଟର ଆମର ଉତ୍ତର ବାହାରି ପଡ଼ିବ। ଲିଖିଦେବା ଏଠି 530 ସେମି ବା ସେଣ୍ଟିମିଟର। ବୁଝିଗଲା ପିଲାମାନେ। ସେମିତି 7 ନମ୍ବରଟି ବି କରିବା। ଦେଖ 7 ନମ୍ବର କହୁଛି ଦୁଇଟି ସହର ମଧ୍ୟରେ ଦୂରତା 37.3 କିଲୋମିଟର ହେଲେ ତାହାର ମିଟର ଏକକରେ କେତେ ହେବ? ଆମେ ଜାଣିଛେ ପିଲାମାନେ ମିଟର କେତେ, କିଲୋମିଟର କେତେ। ଆମେ ମିଟରକୁ କିଲୋମିଟର ମଧ୍ୟ ପ୍ରକାଶ କରି ଜାଣିଛେ, ସେଥିପାଇଁ ଆମକୁ ଏହା ସହଜ ହେଇଯିବ। ଆମେ ଜାଣିଛେ କେତେ? 1 କିଲୋମିଟରକୁ 1000 ମିଟର ହେଇଥାଏ। ସେମିତି ପିଲାମାନେ ଆମେ ଲିଖିଦେବା 37.3 କିଲୋମିଟରକୁ 37.3 କିମିକୁ ଯଦି ଆମେ ଏହାକୁ ମିଟରରେ ଲିଖିବା ବୋଲେ କ'ଣ କରିବା? 37.3 ଗୁଣନ 1000। ସେମିତି ଆମର ବାହାରି ପଡ଼ିବ 373,000 ମିଟର ଆମର ବାହାରି ପଡ଼ିବ। ହେଇଥିଲା ଆମର ଉତ୍ତର 7 ନମ୍ବର ପିଲାମାନେ। ଠିକ୍ ଅଛି, ପରବର୍ତ୍ତୀ ନମ୍ବର ଦେଖିବା ପିଲାମାନେ। ଏବେ ଟିକେ ଭଲ ଭାବରେ ଦେଖିନିଅ ଏଇଟା।
8 नंबर कौन कौन जड़े पिला गोटे पेनसिल दैर्घ्य मापिला बेले ताहार गोटे प्रांत को कौन कहला से स्केल 7.3 सेंटीमीटर स्थान रे और अन्य प्रांत को से 2.3 सेंटीमीटर स्थान रे रखिले पेनसिल दैर्घ्य केते हबो ता हमको बाहर करबा को देछि पिला माने ठीक अछि ठीक अच्छे यार उत्तर हम बाहर करवा देख जदि से शून्य नेवा बदल रे 2.9 सेंटीमीटर को ताहार कौन प्रथम लगे आउ प्रांतटी 7.3 अच्छी तो एमती देख एमती स्केल था तुम जानी तो से कौन नहीं प्रांतटा 2.9 नहीं तार कौन करवा आम 7.3 रु आम कौन करवा 2.9 को वियोग करदे आम ताहा पाइपर जहाँ आमर उत्तर अच्छे ताहा आमको मिल जाव तुम एमती स्केल देखी दियो पिला माने देख एमती करछि मु लिखिबा एठी पेंसिल रो दैर्घ्य हला कौन एतिर आम एतिक वियोग कर दबा 7.3 वियोग 2.9 जहार आमर आसी जीवो सेंटीमीटर आसीबो पिला माने सेटा आमर उत्तर हे जीवो 4.4 आमर सेंटीमीटर हम तार दैर्घ्य ठीक अच्छे पिला माने आशा करछि बुझी पारिथिबो एबे यार 9 नंबर लिखिबा 9 नंबर कहउछि दैर्घ्य माप पाई व्यवहार होतिबा विभिन्न उपाय गुड़िक लेख देख दैर्घ्य माप कौन कौन व्यवहार होते तार उपाय गुड़िक है सूता सुतुली रसी द्वारा भी आम दैर्घ्य को मापी पार निजर पादर लंबा को मध्य स्केल रे मापी आम दूरतार पादरे माप स्थिर करहब तापरे निज हाथर चाखंड को स्केल रे मापी मध्य स्थिर करी आम दैर्घ्य को चाखंड रे मापी ताहाको आम स्थिर करी परिबा निजर हाथर लंबा को स्केल रे मापी दैर्घ्य को हाथ रे मापी मध्य स्थिर करा जाय पारिबो ठीक अछि पिला माने ए थिला हमर 10 मध्य दैर्घ्य और दूरतार मापन आशा करूछि पिला माने हम वीडियोटी भल लागिथिबो भल लागिले लाइक करिवो सांग मानक सहित शेयर करिवो और हमर चैनल को मध्य सब्सक्राइब करिवो ता फल रे हमको आउर एमती नया नया वीडियो बनेबा को कोन मोटिवेट हो पिला माने मोटिवेशन मिलिबो ठीक अछि पिला माने समस्त को धन्यवाद देख बहुत कष्ट लगुच पिला माने एमती गोटे गोटे स्लाइड करिवो ताको शूट करिवो ताको अपलोड करिवो सेति पई कोन करिवो हमर चैनल को निश्चय सब्सक्राइब करके रखिबो एमती सब पूरा हाथ रे लेखा नाही एमती पूरा सब लिखि लिखि के आनिके बहुत कष्ट करबा को पड़ुची सेति पई टिके सपोर्ट करिवो पिला माने ठीक अछि पिला माने देखा हबा हमर परवर्ती वीडियो रे।